ରାମଚନ୍ଦ୍ର ବନବାସ ଖବର ଶୁଣି ସମସ୍ତ ପ୍ରଜା ମର୍ମାହତ ହୋଇ ଉଠିଲେ। ରାମଚନ୍ଦ୍ର ସେମାନଙ୍କୁ କହିଲେ, 14 ବର୍ଷ ପିତୃ ସତ୍ୟ ନିମନ୍ତେ ବନକୁ ଯିବି। ତୁମେମାନେ ବ୍ୟସ୍ତ ବା ବିବ୍ରତ ହୁଅ ନାହିଁ। ତୁମମାନଙ୍କର ଅଭାବ ପୂରଣ କରିଯିବି। ରାମଙ୍କର ଦାନଶୀଳ ଘଟଣା ଚାହୁଁ ଚାହୁଁ ରାଜ୍ୟ ସାରା ଖେଳିଗଲା। ଶହ ଶହ ପ୍ରଜା ଆସି ରାମଙ୍କଠାରୁ ଦାନ ଗ୍ରହଣ କଲେ। ଅଯୋଧ୍ୟାରେ ଜଣେ ବୃଦ୍ଧ ତଥା ଗରିବ ବ୍ରାହ୍ମଣ ରହୁଥିଲା। ତାଙ୍କର ନାମ ତ୍ରିଜଟ। ଖାଦ୍ୟପେୟ ଅଭାବରୁ ତାଙ୍କର ଶରୀର ଦୁର୍ବଳ ହୋଇଯାଇଥିଲା। ଚାଲିବାକୁ ବଳ ପାଉନଥିଲା। ତ୍ରିଜଟଙ୍କ ସ୍ତ୍ରୀ କହିଲେ, ନାଥ ପ୍ରଭୁ ରାମଚନ୍ଦ୍ର ଶରଣକୁ ଯାଅ। ସେ ବଡ଼ ଦୟାଳୁ। ସେ ତୁମକୁ ବହୁତ ଧନ ଦେବେ। ସେହି ଧନରେ ତୁମେ ବହୁତ ଖୁସିରେ ଜୀବନ ବିତାଇ ପାରିବ। ତ୍ରିଜଟ ରାମଚନ୍ଦ୍ରଙ୍କ ପାଖରେ କହିଲେ, ପ୍ରଭୁ ମୁଁ ଗରିବ ବ୍ରାହ୍ମଣ। ଆପଣ ମୋତେ ଆପଣା ଇଚ୍ଛା ମୁତାବକ କିଛି ଦାନ ଦିଅନ୍ତୁ। ତ୍ରିଜଟଙ୍କ କଥା ଶୁଣି ରାମଚନ୍ଦ୍ର ଟିକେ ହସିଦେଲେ ଏବଂ କହିଲେ, ହେ ବ୍ରାହ୍ମଣ, ଆପଣଙ୍କ ପାଖରେ ଥିବା ଆଶା ବାଡ଼ିଟିକୁ ଆଗରେ ଦେଖାଯାଉଥିବା ପିଲାମାନଙ୍କ ନିକଟକୁ ଫୋପାଡ଼। ତୁମର ଏହି ବାଡ଼ି ଯେତେ ଦୂର ଯିବ ସେ ସମସ୍ତ ଗାଈ ତମର ହେଇଯିବ। ତ୍ରିଜଟ ଦୁର୍ବଳ ମନ ହୋଇ ଉଠିଲେ। ଭାବିଲେ, ବାଡ଼ି ଧରିଲେ ମୁଁ ଚାଲୁଛି, ଏହାକୁ କେତେ ଦୂର ବା ଫୋପାଡ଼ିବି? ସବୁ ସେଇ ପ୍ରଭୁଙ୍କ ଇଚ୍ଛା କହି ବାଡ଼ିଟିକୁ ଫୋପାଡ଼ି ଦେଲେ। ବାଡ଼ିଟି ସରଳା ନଦୀର ତଟରେ ପହଞ୍ଚିଲା। ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଭୁ ଯାହାକୁ ସହାୟ ହେବେ ତେବେ ତାର ଅସାଧ୍ୟ ସାଧନ ହୋଇପାରିବ। ସାଙ୍ଗମାନେ, ଯଦି ଏହି କାହାଣୀଟି ଭଲ ଲାଗିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।